ଯଦି ଆପଣ ଆପଣଙ୍କ ଜୀବନରେ ପଇସାକୁ ନେଇ ଚିନ୍ତିତ ରହୁଛନ୍ତି, ତ ଗୋଲମରିଚର ଗୋଟିଏ ଛୋଟିଆ ଉପାୟକୁ ଆପଣଙ୍କୁ କରିବାକୁ ପଡ଼ିବ। କାହିଁକି ନା ଗୋଲମରିଚ ଧନକୁ ବା ପଇସାକୁ ଟାଣିକି ଆଣିଥାଏ। ଗୋଲମରିଚର ଏତେ ଅଧିକ ପ୍ରଭାବଶାଳୀ ହୋଇଥାଏ, ଯେଉଁ ବ୍ୟକ୍ତି ଗୋଲମରିଚ ବାଲା ଏହି ଉପାୟ କରିଥାନ୍ତି, ସେହି ବ୍ୟକ୍ତିଙ୍କ ଜୀବନରେ କେବେ ବି ଧନ ଧାନ୍ୟର କମି ରହିନଥାଏ। ଆଉ ସେହି ବ୍ୟକ୍ତି ତାଙ୍କ ଜୀବନରେ ବହୁତ ଅଧିକା ଧନ ଧାନ୍ୟ ପ୍ରାପ୍ତ କରିଥାନ୍ତି। ଧନକୁ ନେଇ ତାଙ୍କର ପୁରା ପରିବାର କେବେ ବି ଚିନ୍ତିତ ବି କୌଣସି ସମସ୍ୟାରେ ସାମ୍ନା କରିବାକୁ ପଡ଼ିନଥାଏ। ତ ଆପଣଙ୍କୁ ଜଣାଇବୁ କି ଗୋଲମରିଚ ଆପଣଙ୍କ ଜୀବନରେ ବଡ଼ରୁ ବଡ଼ ସମସ୍ୟାକୁ ଦୂର କରିଦେଇଥାଏ। ଆପଣଙ୍କ ଜୀବନରେ ଆପଣଙ୍କୁ ଏତେ ସୁଖ ସମୃଦ୍ଧି ଦେଇଥାଏ, ଯଦି ଆପଣ ଏହି ଉପାୟଟିକୁ ଠିକ୍ ତରିକାରେ କରିଦେଉଛନ୍ତି, ତ ଆପଣଙ୍କ ଜୀବନରେ ଆପଣଙ୍କର ଘରେ କେବେ ବି ଗରିବର ବାସ ହୋଇବ ନାହିଁ, ନା ଦରିଦ୍ରତାର ବି ବାସ ହୋଇବ ନାହିଁ। ଏହା ସହ ଆପଣଙ୍କର ଘରେ ସବୁବେଳେ ଯେଉଁ ସଦସ୍ୟ ଥାଆନ୍ତି, ସେ ସବୁବେଳେ ପ୍ରସନ୍ନ ରହିଥାନ୍ତି। ଆପଣଙ୍କ ଘରର ପଇସା ବଢ଼ିବାକୁ ଲାଗିଥାଏ। ଧନ ଆସିବାର ବାଟ ଆପଣଙ୍କ ଜୀବନରେ ଷ୍ଟାର୍ଟ ହୋଇଯାଏ। ଏହା ସହ ଆପଣ ଦେଖିବେ ଯେଉଁ କାମରେ ହାତ ଦେବେ, ସେହି କାମ ଆପଣଙ୍କର 100% ସକ୍ସେସ୍ ପାଇବେ। ଯେବେ ଆପଣ ଗୋଲମରିଚ ବାଲା ଛୋଟିଆ ଉପାୟଟିଏ କରିଦେବେ। ତ ଆପଣ ସମସ୍ତେ ଜାଣିଥିବେ କି ଗୋଲମରିଚ ସମସ୍ତଙ୍କ ରୋଷେଇ ଘରେ ପ୍ରାୟ ଥାଏ। ଗୋଲମରିଚ ଯେପରି ଆପଣଙ୍କର ଖାଦ୍ୟକୁ ସ୍ୱାଦ ବଢ଼ାଇ ଦେଇଥାଏ, ଠିକ୍ ସେହିପରି ଆପଣଙ୍କ ଜୀବନରେ ସବୁ ଦୁଃଖକୁ ଦୂର କରି ଆପଣଙ୍କ ଜୀବନକୁ ବହୁତ ଖୁସି ବନେଇ ଦେଇଥାଏ। ଯେବେ ଆପଣ ଗୋଲମରିଚର ଉପାୟ କରିଥାନ୍ତି, ତ ଗୋଲମରିଚର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ଅଛି, ଆଉ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଗୋଟିଏ ଏମିତି ଉପାୟ ବତାଇବୁ, ଯାହାଦ୍ୱାରା ଆପଣଙ୍କର ବଡ଼ରୁ ବଡ଼ ମନସ୍କାମନା ପୁରା ହୋଇଯିବ। ଏହା ସହ ଯଦି ଆପଣଙ୍କ ଘରେ ଆପଣଙ୍କ ଜୀବନରେ କୌଣସି ନଜର ଦୋଷ ଥାଏ, ତାହା ଦୂର ହୋଇଯିବ ଏବଂ ଆପଣଙ୍କୁ ଆଉ ଆପଣଙ୍କ ଜୀବନରେ କେବେ ବି ଧନକୁ ନେଇ କୌଣସି ସମସ୍ୟାରେ ପଡ଼ିବାକୁ ପଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା ପ୍ରଥମ ଉପାୟ। ଆଉ ଏହି ପ୍ରଥମ ଉପାୟଟି ଆପଣ କ'ଣ ପାଇଁ କରିବେ, ନା ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ଥାଏ, ତ ଏହି ଉପାୟକୁ ଯଦି ବି ଆପଣ କରିଦେବେ, ତେବେ ଆପଣଙ୍କର ଆର୍ଥିକ ସ୍ଥିତି ତୁରନ୍ତରୁ ତୁରନ୍ତ ସୁଧୁରିଯିବ। ଆପଣଙ୍କ ଘରକୁ ପଇସା ଆସିବା ଷ୍ଟାର୍ଟ ହୋଇଯିବ। ଧନ ବଢ଼ିବା ଆରମ୍ଭ ହୋଇଯିବ। ବେଳେବେଳେ କ'ଣ ହୋଇଥାଏ, ନା ଆପଣ ଯେତେ ବି ପରିଶ୍ରମ କରିଥାନ୍ତି, କିନ୍ତୁ ଆପଣଙ୍କୁ ଧନ ବଢ଼ିନଥାଏ। ଧନର ବୃଦ୍ଧି ମଧ୍ୟ ହୋଇନଥାଏ। ବ୍ୟାପାର ବିଜନେସରେ ଆପଣଙ୍କର ଠିକ୍‌ସେ ଚାଲିନଥାଏ। ଯେତିକି ଆପଣମାନେ ଚାହିଁଥାନ୍ତି, ସେତିକି ମେହନତର ଫଳ ଆପଣଙ୍କୁ ମିଳିନଥାଏ। ଯେମିତି ଆପଣ ଚାହିଁଥାନ୍ତି। ତ ଯଦି ଆପଣ ବି ଆପଣଙ୍କ ଜୀବନରେ ଅଧିକ ପରିଶ୍ରମ କରୁଛନ୍ତି, କିନ୍ତୁ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳୁନାହିଁ। ବହୁତ ପୂଜା ପାଠ ନିୟମ ବି କରିସାରିଲେଣି, କିନ୍ତୁ ଆପଣଙ୍କୁ କୌଣସି ବି ଲାଭ ହେଉନାହିଁ। ତ ଆପଣ ଏହି ଗୋଲମରିଚର ଗୋଟିଏ ଛୋଟିଆ ଉପାୟଟି ନିହାତି ଥରେ କରିକି ଦେଖନ୍ତୁ। ତ ସବୁଠୁ ପ୍ରଥମେ ଆପଣ ନଜର ଦୋଷକୁ ଦୂର କରନ୍ତୁ। କାରଣ ଯେବେ ନଜର ଦୋଷ ଦୂର ହୋଇଥାଏ, ତ ଆପଣ ଦେଖିବେ ଆପଣଙ୍କ ଘରକୁ ଧନ ଆସିବା ଆରମ୍ଭ ହୋଇଯିବ। ଆର୍ଥିକ ସ୍ଥିତି ବହୁତ ଜଲ୍ଦି ମଜବୁତ ହୋଇଯିବ। ନଜର ଦୋଷ ବ୍ୟକ୍ତିକୁ ଆଗକୁ ଯିବାକୁ ଦେଇନଥାଏ। ସେହି ବ୍ୟକ୍ତିର କେବେ ବି ସଫଳତା ହୋଇନଥାଏ। ତ ଆପଣ ତୁରନ୍ତ ଆପଣଙ୍କ ଉପରୁ କିମ୍ବା ଆପଣଙ୍କର ଘରୁ ନଜର ଦୋଷକୁ ଦୂର କରିବା ଦରକାର। ଆଉ ଏହି ଉପାୟଟି ନଜର ଦୋଷକୁ ଦୂର କରିବା ପାଇଁ ଉପାୟଟିଏ। ଆଉ ଏହି ଉପାୟ ପାଇଁ ଆପଣ 5ଟି ଗୋଲମରିଚ ନେବେ। ଆଉ ଏହି ଗୋଲମରିଚ ଧନକୁ ଟାଣିକି ଆପଣଙ୍କ ଜୀବନରେ ଆଣିବ। ଏହି 5ଟି ଗୋଲମରିଚକୁ ନେଇ ଆପଣଙ୍କର ମୁଣ୍ଡ ଉପରେ 7 ଥର ବୁଲାଇ ଦେବେ। ଏହାପରେ ସେହି 5ଟି ଗୋଲମରିଚକୁ ନେଇ ଆପଣଙ୍କର ଘରର ଆଖପାଖରେ ଥିବା 4 ଛକକୁ ନେଇକି ଯିବେ। 4 ଦିଗରେ ଥିବା 4 ରାସ୍ତାରେ ଗୋଟିଏ ଗୋଟିଏ କରି ଗୋଲମରିଚକୁ ଫୋପାଡ଼ି ଦେବେ। ଆପଣଙ୍କ ପାଖରେ ଆଉ ଯେଉଁ ଗୋଟିଏ ଗୋଲମରିଚ ବଳି ପଡ଼ିଲା, ସେହି ଗୋଲମରିଚକୁ ଆପଣ ଆକାଶକୁ ଫୋପାଡ଼ି ଦେବେ। ଏହାପରେ ଆପଣ ସେହି ସ୍ଥାନରୁ ସିଧା ସିଧା ଆପଣଙ୍କ ଘରକୁ ପଳେଇ ଆସିବେ। କୁଆଡ଼େ ବି ଚାହିଁବେ ନାହିଁ। ବାସ୍ ଏତିକି ଉପାୟ ଆପଣ ଯେଉଁଦିନ ବି କରିପାରିବେ। ଏହି ଉପାୟଟିକୁ ଯଦି ଆପଣ କରିଦେବେ, ତ ଆପଣଙ୍କ ଜୀବନରୁ ନଜର ଦୋଷ ସବୁଦିନ ପାଇଁ ଦୂରକୁ ଚାଲିଯିବ। ଏହି ଉପାୟ ଯେବେ ଆପଣ 4ରୁ 5 ଥର କରିବେ, ତ ବୁଝି ନିଅନ୍ତୁ ଆପଣ ଯଦି ଏହି ଉପାୟକୁ ସୋମବାର କଲେ, ଆଉ 5ଟି କିମ୍ବା 4ଟି ସୋମବାର କରିବେ। ଯଦି ଆପଣ ଏହି ଉପାୟକୁ ଶନିବାର ଦିନ କଲେ, ତ ଆଉ 4ଟି କିମ୍ବା 5ଟି ସୋମବାର କରିବେ। ତାପରେ ଆପଣ ନିଜେ ଦେଖିବେ ଆପଣଙ୍କର ବହୁତ ଜଲ୍ଦି ଏହାର ରେଜଲ୍ଟ ମିଳିଯିବ। ଦେଖନ୍ତୁ, ଯଦି କୌଣସି ବି ଉପାୟ
ପୁରା ସଚ୍ଚା ଓ ଶ୍ରଦ୍ଧାର ସହ କରିବେ ତ ସେହି ଉପାୟ ବହୁତ ଜଲ୍ଦି ସଫଳ ହୋଇଥାଏ। ଏବେ ଚାଲନ୍ତୁ ଅନ୍ୟ ଉପାୟଟି ଜାଣିବା। ଆଉ ଏହି ଉପାୟ ବେନିଫିଟ୍ କ'ଣ ହୋଇଥାଏ? ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କର ଯଦି କୌଣସି ବି ଶନି ପୀଡ଼ା ଥାଏ, ଶନିଙ୍କର ସାଢ଼େ ସାତି କିମ୍ବା ଭଗବାନ ଶନିଦେବଙ୍କର କୌଣସି ବି ଶନି ଦଶା ଆପଣଙ୍କୁ ସମସ୍ୟା ପରେ ସମସ୍ୟାରେ ପକାଉଥାଏ, ତ ତାହା ସବୁ ଆପଣଙ୍କ ଜୀବନରୁ ଦୂର ହୋଇଯିବ। ଆପଣମାନେ ସମସ୍ତେ ଜାଣିଛନ୍ତି ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନି ଦଶା ପଡ଼ିଥାଏ, ତ ସେହି ବ୍ୟକ୍ତିର ପୁରା ଜୀବନ ହିଁ ବର୍ବାଦ ହୋଇଯାଇଥାଏ। କାହିଁକି ନା ଶନିଦେବ ନ୍ୟାୟର ଦେବତା ଅଟନ୍ତି। ନ୍ୟାୟର କାମ ଶନିଦେବଙ୍କର ହୋଇଥାଏ। ବ୍ୟକ୍ତିର କର୍ମ ହିସାବରେ ଫଳ ଦେବାର କାମ ଶନିଦେବ ହିଁ କରିଥାନ୍ତି। ଆଉ ଶନିଦେବଙ୍କର କୃପା ଏପରି ହୋଇଥାଏ, ଯଦି ଶନିଦେବଙ୍କ କୃପା କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାଏ, ତ ସେହି ବ୍ୟକ୍ତିର ଜୀବନରେ କୌଣସି ବି ଜିନିଷର କିମ୍ବା କୌଣସି ବି ବସ୍ତୁର କି କୌଣସି ସୁଖର କମି ରହିନଥାଏ। ଆଉ ଯଦି ଶନିଦେବ କାହା ଉପରେ ରୁଷ୍ଟ କରିଥାନ୍ତି, ତ ସେହି ବ୍ୟକ୍ତି ପ୍ରତ୍ୟେକ କୋଣରୁ ପ୍ରତ୍ୟେକ ଜାଗାରୁ ସମସ୍ୟା ଉପରେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ରରେ, ବାସ୍ତୁଶାସ୍ତ୍ରରେ ଏମିତି କିଛି ଉପାୟ ଅଛି ଯାହାକୁ ଆପଣମାନେ ଆପଣେଇବେ, ଆପଣଙ୍କ ଜୀବନରୁ ଶନି ଦୋଷ ଦୂର କରିପାରିବେ। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଗୋଟିଏ କଳା ରଙ୍ଗର ଛୋଟିଆ କପଡ଼ାଟିଏ ନେବେ, 5ଟି ଗୋଲମରିଚ ନେବେ। ସେହି କପଡ଼ାରେ 1 ଟଙ୍କିଆ 11ଟି କଏନ୍ ରଖିବେ। ଗୋଲମରିଚକୁ ବି ରଖିଦେବେ। ତାପରେ ଗୋଟିଏ ପୁଟୁଳିଟିଏ ବନାଇଦେବେ। ଶନିବାର ଦିନ ଏହି ଉପାୟ କରିବେ। ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯିବେ। ଆପଣ ଚାହିଁଲେ ଅନ୍ୟ କୌଣସି ମନ୍ଦିରକୁ ବି ଯାଇପାରିବେ। ସେହି ମନ୍ଦିରର ବାହାରେ ଯେଉଁ ଦୁଃଖୀ ବ୍ୟକ୍ତି ବସିଥିବେ, ତାଙ୍କ ଭିତରୁ କେବଳ ଜଣକୁ ହିଁ ଏହି ପୁଟୁଳିଟିକୁ ଚୁପଚାପ ଦେଇଦେବେ। ତାପରେ ସିଧା ଆପଣଙ୍କ ଘରକୁ ଚାଲି ଆସିବେ। ଏହାପରେ ଗୋଟିଏ ଦୀପ ଆପଣଙ୍କୁ ଜଳାଇବେ ଆପଣଙ୍କର ମୁଖ୍ୟ ଦ୍ୱାରରେ। ବାସ୍ ଆପଣଙ୍କୁ ଏତିକି ଉପାୟ କରିବାକୁ ପଡ଼ିବ। କିନ୍ତୁ ମୁଖ୍ୟ ଦ୍ୱାରରେ ଯେଉଁ ଦୀପ ଜାଳିବେ, ସେହି ଦୀପରେ ଅଳ୍ପ ରାଶି ପକାଇଦେବେ। ଆପଣ ଯେଉଁ ମୁଖ୍ୟ ଦ୍ୱାରରେ ଦୀପ ଜାଳିବେ, ସେହି ଦୀପରେ ଆପଣ ଚାହିଁଲେ ଘିଅ ପକାଇ ଦୀପ ଜଳାଇ ପାରିବେ। ଆପଣ ଚାହିଁଲେ ଜଡ଼ା ତେଲ ବା ରାଶି ତେଲ ଦେଇ ଦୀପ ଜଳାଇ ପାରିବେ। ଏତିକି ଉପାୟ ଯେବେ ଆପଣ କରିଦେବେ ଶନିବାର ଦିନ, ବିଶ୍ୱାସ କରନ୍ତୁ ଶନିଙ୍କର ସାଢ଼େ ସାତି ଶନି ଦୋଷ ଆପଣଙ୍କୁ ମୁକ୍ତି ମିଳିଯିବ। ଶନିଦେବଙ୍କର କୃପା ଏପରି ଆପଣଙ୍କୁ ମିଳିବ, ଯାହାପରେ ଆପଣ ଦେଖିବେ କି ଆପଣ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ପ୍ରାପ୍ତ କରିବେ ଏବଂ ଆପଣଙ୍କର ଯାହା ବି ମନସ୍କାମନା ଥାଏ ତାହା ପୂରା ହୋଇଯିବ ଶନିଦେବଙ୍କ ଆଶୀର୍ବାଦରୁ। ତ ଏହି ଉପାୟ ଆପଣ କେତେ ଦିନ କରିବେ? କମ୍ ସେ କମ୍ 5ଟି ଶନିବାର ଏହି ଉପାୟକୁ ଆପଣ କରିବେ। ତେବେ ଚାଲନ୍ତୁ ଜାଣିବା ତୃତୀୟ ଉପାୟ ବିଷୟରେ। ଦେଖନ୍ତୁ, ଆପଣ ଯାହା ବି କାମ କରିଥାନ୍ତି ସଫଳତା ଆପଣଙ୍କୁ ମିଳୁନାହିଁ। ଆପଣଙ୍କର କିଛି କାର୍ଯ୍ୟ ଆପଣଙ୍କୁ ଲାଗିଥାଏ କି ହଁ କାମଟି ହେଇଯିବ, କିନ୍ତୁ କାମଟି ହେଉ ହେଉ ବିଗିଡ଼ି ଯାଇଥାଏ। ବାରମ୍ବାର କାମଟି ବିଗିଡ଼ି ଯାଉଅଛି। ତ ଏମିତି କ'ଣ ପାଇଁ ହେଉଛି? ରିଜନ୍ କ'ଣ? କେଉଁ ବାଧା ଆପଣ କାମକୁ ବିଗାଡ଼ି ଦେଉଛି? ତେବେ ଚାଲନ୍ତୁ ଜାଣିବା। ତା ପୂର୍ବରୁ ଆପଣଙ୍କୁ ଛୋଟିଆ ଅନୁରୋଧଟିଏ, ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ କରିବେ। କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିବେ। ତ ଦେଖନ୍ତୁ, ବହୁତ ଥର ଏପରି ହୋଇଥାଏ, କିନ୍ତୁ ଆପଣ ବିଶ୍ୱାସ ବି କରନ୍ତି ନାହିଁ। ଏମିତି ହିଁ ହୋଇଥାଏ ଯଦି ଘରର ବା ଆପଣଙ୍କ ଘରକୁ ନଜର ଦୋଷ ଲାଗିଥାଏ। କାରଣ ନଜର ଦୋଷ ଗୋଟିଏ ଏମିତି ଜିନିଷ, ଯାହା ବି ହେଇଯାଉ ଆପଣ ଯେତେ ଚେଷ୍ଟା କଲେ ବି କେବେ ବି ଆପଣ ସଫଳ ହୋଇପାରିବେ ନାହିଁ, ଯେ ପର୍ଯ୍ୟନ୍ତ ନଜର ଦୋଷ ଦୂର ନ ହୋଇଛି। ତ ଯେବେ ବି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି, କିନ୍ତୁ ସେହି କାମ ଆପଣଙ୍କର ହେଇପାରୁନାହିଁ, ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଘରର ମୁଖ୍ୟ ଦ୍ୱାରରେ ଗୋଲମରିଚକୁ ରଖିବାକୁ ପଡ଼ିବ। ଯେବେ ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ଆପଣଙ୍କର ମୁଖ୍ୟ ଦ୍ୱାରରେ 5ଟି ଗୋଲମରିଚକୁ ରଖିବେ। ସେହି ଗୋଲମରିଚ ଉପରେ ଆପଣଙ୍କର ପାଦ ରଖି ସେହି ଗୋଲମରିଚକୁ ପାଦ ଦ୍ୱାରା ବାହାରକୁ ଫୋପାଡ଼ି ଦେବେ। ଯେଉଁ ବି ଜରୁରୀ କାର୍ଯ୍ୟରେ ଆପଣ ବାହାରକୁ ଯାଉଛନ୍ତି, ଏହି ଛୋଟିଆ କାମଟି କରିକି ଦେଖନ୍ତୁ। ଏତେ ଅଧିକ ଚମତ୍କାରୀ ହୋଇଯିବ, ଆପଣ ଦେଖିବେ କୌଣସି ବି ବାଧା ଆପଣଙ୍କର କାମରେ ଆଉ ଆସିବ ନାହିଁ। ସେହି କାମ 100% ଆପଣଙ୍କର ସକ୍ସେସଫୁଲ୍ ହୋଇଯିବ। ତେବେ ଚାଲନ୍ତୁ ଚତୁର୍ଥ ଉପାୟଟି ଜାଣିବା କି ଆପଣଙ୍କ ଘରେ କେଉଁ ଜାଗାରେ 8ଟି ଗୋଲମରିଚକୁ ରଖି ଏହି ଉପାୟ କରିବେ, ଯାହାଦ୍ୱାରା ଧନ ଆପଣଙ୍କ ଘରକୁ ଟାଣି ହୋଇ ଆସିବ।
ଆଉ କେବେ ବି ଆପଣଙ୍କୁ ଆପଣଙ୍କ ଜୀବନରେ ଧନର କମି ହେବ ନାହିଁ। ଗୋଲମରିଚ ଆପଣଙ୍କ ଜୀବନରେ ଧନକୁ ଟାଣିକି ଆଣିବାର କାମ କରିଥାଏ। କାହିଁକି ନା ଗୋଲମରିଚର ମହତ୍ତ୍ୱ ବହୁତ ଅଧିକା ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ଅନୁଯାୟୀ ଆପଣଙ୍କୁ କ'ଣ କରିବାକୁ ପଡ଼ିବ କି ଯଦି ଆପଣ ଚାହାନ୍ତି ଧନ ଆପଣଙ୍କ ଘରକୁ ଆସୁ, ଧନ ଆପଣଙ୍କ ଘରେ ରହୁ, ସେହି ଧନ ଅଧିକରୁ ଅଧିକ ବଢ଼ୁ। କେବେ ବି ଆପଣଙ୍କୁ ଧନକୁ ନେଇ ଚିନ୍ତିତ ନ ରହିବେ, କେବେ ବି ଆପଣ କାହାଠାରୁ କରଜ ନ କରିବେ। ଯଦି ବି ଆପଣ ଆଗରୁ କରଜ କରିଛନ୍ତି, ସେହି କରଜ ଜଲ୍ଦିରୁ ଜଲ୍ଦି ସୁଝିଯାଉ। ତେବେ ଆପଣ 8ଟି ଗୋଲମରିଚ ନେବେ, ଏହା ସହ ଗୋଟିଏ ଛୋଟିଆ ଦୀପଟିଏ ନେବେ, ମାଟିର ଦୀପ ନେବେ। 8ଟି ଗୋଲମରିଚକୁ ସେହି ଦୀପ ଭିତରେ ରଖିବେ ଆଉ ସେହି ଦୀପକୁ ଜଳାଇବେ, ଆପଣଙ୍କର ଘରେ ଜଳାଇବେ। ଜଳି ସାରିବା ପରେ ଏହାର ଧୂଆଁ ଆପଣଙ୍କର ପୁରା ଘରେ ବୁଲାଇ ଦେବେ। ଦେଖନ୍ତୁ, ଗୋଲମରିଚର ଧୂଆଁ ଆପଣଙ୍କର ଘରର ସବୁ ନେଗେଟିଭ ଏନର୍ଜିକୁ ଶେଷ କରିଦେବ ଏବଂ ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ବାସ ହେବ। ଯେବେ ଏହି ଉପାୟ କରିବେ, ଆପଣ ଦେଖିବେ ଆପଣଙ୍କର ଘରକୁ ଧନ ବହୁତ ସ୍ପିଡିରେ ଆସିବା ଆରମ୍ଭ ହୋଇଯିବ। ଆର୍ଥିକ ସ୍ଥିତି ଏତେ ମଜବୁତ ହୋଇଯିବ କି ଯେଉଁ କାର୍ଯ୍ୟ ଆପଣ କରିବେ, ଆପଣଙ୍କର ସେହି କାର୍ଯ୍ୟ ବହୁତ ସ୍ପିଡିରେ ଚାଲିବ ଏବଂ ଆପଣ ସଫଳତା ହିଁ ସଫଳତା ପାଇବେ। ଆପଣଙ୍କର ବ୍ୟାପାର ବି ଅଧିକ ଆଗକୁ ବଢ଼ିବାକୁ ଲାଗିବ। ଯେଉଁ ବ୍ୟକ୍ତି ଗୋଲମରିଚର ଏହି ଛୋଟିଆ ଉପାୟଟିକୁ କରିବେ, ଆପଣ ଯେଉଁ ଦିନ ବି କରିପାରିବେ, ଆପଣଙ୍କର ଘରେ 8ଟି ଗୋଲମରିଚ ଦାନାକୁ ଆପଣଙ୍କ ଘରେ ଜରୁର ଜଳାନ୍ତୁ। ଏହି ଉପାୟକୁ ଆପଣ ଥରେ କରିକି ହିଁ ଦେଖନ୍ତୁ, ଆପଣ ନିଜେ ଦେଖିବେ କିପରି ଆପଣଙ୍କ ଜୀବନ ବଦଳିଯିବ। ଶନିବାର ଦିନ 4ଟି ଗୋଲମରିଚକୁ ଆପଣଙ୍କ ଘରେ ଜଳାଇ ଦିଅନ୍ତୁ। ଯେତେ ବଡ଼ ଶତ୍ରୁ ଥାଆନ୍ତୁ, ସେହି ଶତ୍ରୁଠାରୁ ଆପଣଙ୍କୁ ମୁକ୍ତି ମିଳିଯିବ। 4ଟି ଗୋଲମରିଚକୁ ନେବେ, ଗୋଟିଏ କର୍ପୂର ଖଣ୍ଡ ନେବେ। ଆପଣଙ୍କ ଘରର କୌଣସି ବି କୋଣରେ ଏହି 4ଟି ଗୋଲମରିଚକୁ କର୍ପୂର ସହ ଜଳାଇ ଦେବେ। ଏହାପରେ ଜଳି ଯାଇଥିବା ଗୋଲମରିଚକୁ ନେଇ ବାହାରେ ଫୋପାଡ଼ି ଦେବେ। ଏହାପରେ ଆପଣଙ୍କ ଜୀବନରେ ଚମତ୍କାର ଘଟିବ। ଆପଣ ଦେଖିବେ କି ଆପଣଙ୍କ ଘରେ ଯେଉଁ ଧନକୁ ନେଇ ଚିନ୍ତାରେ ଥିଲେ, ଆପଣଙ୍କ ଘର ଯେଉଁ ଦୁଃଖ ଥିଲା କିମ୍ବା ଆପଣଙ୍କ ଘରେ ବେମାରୀ ବଢ଼ି ରହୁଥିଲା, ଯଦି ଆପଣଙ୍କ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା, ଯଦି ନଜର ଦୋଷ କାହାକୁ ଲାଗିଥାଏ, ତାହା ବି ଦୂର ହୋଇଯିବ ଏବଂ ସବୁ ପ୍ରକାରର ଦୁଃଖ ଓ ଦୋଷ ବି ଦୂର ହୋଇଯିବ ଯଦି ଗୋଲମରିଚକୁ କର୍ପୂର ସହିତ ଜଳାଇବେ। ତେବେ ଏବେ ଆସନ୍ତୁ ଆଉ ଗୋଟିଏ ଚମତ୍କାରୀ ଉପାୟ ଜାଣିବା। ଯଦି ଆପଣଙ୍କ ଜୀବନରେ ବହୁତ ଦୁଃଖ ବଢ଼ିଯାଇଛି, କଷ୍ଟ ବହୁତ ବଢ଼ିଯାଇଛି, ପଇସାକୁ ନେଇ ଆପଣ ଚିନ୍ତାରେ ରହୁଛନ୍ତି, ପଇସା ଆପଣଙ୍କ ପାଖକୁ ଆସୁନାହିଁ, ତ ଗୋଲମରିଚର ଏହି ଉପାୟ ଶନିବାର ଦିନ ନିହାତି କରନ୍ତୁ। ଉପାୟଟି ପାଇଁ 5ଟି ଗୋଲମରିଚ ନେବେ। ଆପଣଙ୍କ ଘରେ ଯେଉଁ ବ୍ୟକ୍ତି ଅଧିକ ଚିନ୍ତାରେ ରହୁଛନ୍ତି, ଚେଷ୍ଟା କରନ୍ତୁ ସେହି ବ୍ୟକ୍ତି ଏହି ଉପାୟକୁ କରିବା ପାଇଁ। ଯଦି ବି ଏହା ସମ୍ଭବ ହୋଇପାରୁନାହିଁ, ତେବେ ଆପଣ ତାଙ୍କ ପାଇଁ ଏହି ଉପାୟ କରିପାରିବେ। ସେହି ବ୍ୟକ୍ତିଙ୍କର ମୁଣ୍ଡ ଉପରେ ଆପଣଙ୍କ ହାତରେ ସେହି 5ଟି ଗୋଲମରିଚ ଧରିବେ। ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଡାହାଣ ପଟରୁ 7 ଥର ବୁଲାଇ ଆଣିବେ। ସେହି ଗୋଲମରିଚକୁ ଆପଣଙ୍କର ହାତରେ ଧରି ଆପଣଙ୍କ ଘର ପାଖରେ ଥିବା 4 ଛକ ପାଖକୁ ଚାଲିଯିବେ। 4ଟି ରାସ୍ତାରେ ଗୋଟିଏ ଗୋଟିଏ କରି ଫୋପାଡ଼ି ଦେବେ ଆଉ ଗୋଟିଏ ଗୋଲମରିଚକୁ ଆପଣଙ୍କର ମୁଣ୍ଡ ଉପରକୁ ସିଧା ଆକାଶକୁ ଫୋପାଡ଼ି ଦେବେ। କାହା ସହିତ କଥାବାର୍ତ୍ତା କରିବେ ନାହିଁ କିମ୍ବା ପଛକୁ ବୁଲିକି ଚାହିଁବେ ନାହିଁ। ଆଉ ଏହି ଉପାୟ ଆପଣ ସନ୍ଧ୍ୟା ସମୟରେ କରିବେ। ଏହି ଉପାୟକୁ ଆପଣ କାହାରିକୁ ବି କହିବେ ନାହିଁ, ଚୁପଚାପ ଏହି ଉପାୟକୁ ଆପଣ କରିବେ। ତ ଏହାପରେ ଆପଣ ନିଜେ ଦେଖିବେ କିପରି ଆପଣଙ୍କ ସହିତ ଚମତ୍କାର ଘଟୁଛି। ଆପଣଙ୍କର ଦୋଷ, ଆପଣଙ୍କର ଦୁଃଖ, ଆପଣଙ୍କର ସବୁ ସଙ୍କଟ କିପରି ଧୀରେ ଧୀରେ ଶେଷ ହୋଇଯାଉଛି। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି, ତ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ।